ସମସ୍ତଙ୍କୁ ମୋର ରବୀନ୍ଦ୍ର ଏଜୁକେସନ୍ ତରଫରୁ ଅଭିନନ୍ଦନ। ସମସ୍ତେ ମନ ଧ୍ୟାନ ଦେଇ ଠିକ୍ ସମୟରେ ସକାଳ 6ଟା 5:59 ଭିଡ଼ିଓ ପଡ଼ୁଛି, ସନ୍ଧ୍ୟା 5:59 ଭିଡ଼ିଓ ପଡ଼ୁଛି। 2ଟା ଭିଡ଼ିଓ କମ୍ପଲସରି, ମଝିରେ ଦୁଇଟାରେ ମଧ୍ୟ ଭିଡ଼ିଓ ପଡ଼ୁଛି। ତେଣୁ ସକାଳ ସନ୍ଧ୍ୟାରେ ପିଲାମାନଙ୍କୁ ସକାଳୁ ଦେଖେଇବେ, ସନ୍ଧ୍ୟା କ୍ଲାସ୍ କରନ୍ତୁ। ବେଶୀ ନାହିଁ, 10 ମିନିଟ୍ ଭିଡ଼ିଓ ଦେଖିଲେ ପିଲାଙ୍କର ଜ୍ଞାନ ବଢ଼ିବ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ରବୀନ୍ଦ୍ର ଏଜୁକେସନ୍ ମାନଙ୍କ ପଛରେ ଅଛି। ଆଜି ଆମେ କ୍ରମିକ ରିହାତି ବା ସକ୍ସେସିଭ୍ ଡିସ୍କାଉଣ୍ଟର ଉପରେ ଗୋଟେ ସ୍ୱତନ୍ତ୍ର ଗଣିତ ଆଣିବା, ଯେଉଁଟା ପିଲାମାନଙ୍କର ପରୀକ୍ଷା ଉପଯୋଗୀ, ଚାକିରି କ୍ଷେତ୍ରରେ ଏଣ୍ଟ୍ରାନ୍ସରେ ପଡ଼ୁଛି, ବିଜନେସ୍ କଲେ ମଧ୍ୟ ଦରକାର ହେବ। ଦୁର୍ଗା ପୂଜା ସମୟରେ ରାଜ୍ୟ ସରକାର 20%, କେନ୍ଦ୍ର ସରକାର 5% ରିହାତିରେ ସମିତିର ଲୁଗା ବିକ୍ରୟ କଲେ। ଆମର ସମସ୍ତ ରାଜ୍ୟରେ ସୋସାଇଟି ମାନେ ସମିତି ସବୁ ଅଛି, ବୁଣାକାର ମାନଙ୍କର। ବୁଣାକାର ମାନଙ୍କର ହସ୍ତତନ୍ତ୍ର ସମିତି, ସେ ସରକାର ସେ ଲୁଗା ନେଇଯାଆନ୍ତି, ତାକୁ ବୟନିକା ଶିଳ୍ପ ସରକାରୀ ଦୋକାନ ମାନଙ୍କରେ ବିକ୍ରି କରାଯାଏ। ତ ଦୁର୍ଗା ପୂଜା ସମୟରେ ରାଜ୍ୟ ସରକାର 20% ଓ କେନ୍ଦ୍ର ସରକାର 5% ରିହାତି ଦେଲେ। ଗୋଟିଏ ଲୁଗାର ଲିଖିତ ମୂଲ୍ୟ ହେଉଛି 540 ଟଙ୍କା। ଲିଷ୍ଟ ମରା ହେଇଯାଇଛି, ତାହେଲେ ତାର ବିକ୍ରୟ ମୂଲ୍ୟ କେତେ ହେବ? ତାହେଲେ ସମାଧାନ କରିବା। ଲୁଗାର ଲିଖିତ ମୂଲ୍ୟ ହେବ ଜେଡ୍ ଇକ୍ୱାଲ୍ କେତେ? 540। ତାପରେ ପ୍ରଥମ ରିବେଟ୍ ହେଉଛି ରାଜ୍ୟ ସରକାର ଦେଇଛନ୍ତି। ପ୍ରଥମ ରିହାତି ମାନେ ରାଜ୍ୟ ସରକାରଙ୍କ ରିହାତି, ଯିଏ ପ୍ରଥମେ ଦେଲେ ଆଉ। ପ୍ରଥମ ରିହାତିଟା ଆମେ ଏକ୍ସ ଲେଖିବା, ଏକ୍ସ ଇକ୍ୱାଲ୍ କେତେ? 20%। ଦ୍ୱିତୀୟ ରିହାତି କେବଳ ପ୍ରଥମେ କେନ୍ଦ୍ର ସରକାର ହେଇପାରିବ, କେବଳ ପ୍ରଥମେ ରାଜ୍ୟ ସରକାର ହେଇପାରିବ। କେନ୍ଦ୍ର ସରକାରଙ୍କ ରିହାତି, ଦ୍ୱିତୀୟ ରିହାତି ତ y ଇକ୍ୱାଲ୍ କେତେ? 5%। এটা x%, এটা y%। ତାହେଲେ ରିହାତି ବିକ୍ରି, ରିହାତି ଦୁଇଟା ଯାକ ଦେଲା ପରେ ବିକ୍ରି କେତେ ହେବ? ଅତଏବ ରିହାତି ବିକ୍ରି ମୂଲ୍ୟ ସୂତ୍ର କ'ଣ? z whole into 1 minus x by 100 whole into 1 minus y by 100। ଗାଁଟି ସୂତ୍ର ପକେଇଦେଲେ, z ର ମୂଲ୍ୟ 540 whole into 1 minus 20 by 100 1 minus I by 100 is equal to 540 ଟଙ୍କା into 1 by 5, 1 minus 1 by 5, 1 minus 1 by 20 is equal to 540 ଟଙ୍କା into 5 minus 4 1 4 into 5 into 20 minus 1 କେତେ? 19 ଥିବ 20, ଶୂନ କାଟିଦିଅ, 10 କାଟିଦିଅ, 2 10 ହେଲେ 54, 2 କାଟିଲେ କେତେ ହେବ? ଏଠି 2 ହେଇଗଲା ହେଲା। ଆଗ ଅଟେ ହେଲା 54 ଦୁଗୁଣେ 19, 19 ଦୁଗୁଣେ 54 ଦୁଗୁଣେ 108, 108 ଗୁଣନ 19 ଡିଭାଇଡ୍ ବାଇ 5, ଏତିକି ଟଙ୍କା ବିକ୍ରି ମୂଲ୍ୟ ସମାନେ 108 ଗୁଣନ 19 ବାଇ 5 ଗୁଣନ 100 ପଇସା। ଟଙ୍କାକୁ ପଇସା କରିଦିଅ, 100 ପଇସା କରିଦେବେ, ଟଙ୍କା ହେଇଗଲା, ପଇସା ହେଇଗଲା। ପଇସା ହେଲେ କେତେ ହେବ? 100 ପଇସା ହେଲେ 5 ଗଲେ 20, 108 into 38 380 ପଇସା। 108କୁ 38ରେ ଗୁଣିଦିଅ, 380 16 ବସେଇଦେବା, 8 8 24 4 6 6 8 8
3 × 24 4 2 2 3 के 3 3 4 4 8 और 2 8 8 କେତେ ହେଲା 1 1 1 1 8 8 0 ପଇସା ଦେଇଦେଲେ 108 ଟଙ୍କା ବୁଲେଇଲା କି 8 ଟା 14 ଚାଲିଲା 6 6 8 के 8 3 × 24 ଚାଲିଲା 2 2 2 3 के 3 4 4 8 3 6 2 8 8 1 118 ଟଙ୍କା 80 ପଇସା ନିହାତି ହେଇଥିଲା କେତେ ଆମର ଏବେ 108 ଗୁଣନ 19 5 108 19 ଗୁଣିବା 9 ଟା 72 ଗୁଣିବା 9 ଟା 7 9 के 9 1 ଟା 8 0 0 1 2 5 7 15 1 1 2052 ଟଙ୍କାଟେ କରିଦବା ଆଗେ ଏଇଟା ଥାଉ ହେଲା 2052 ବାଇ 5 ଟଙ୍କା 5 ହେଲେ 5 ଚଉକୁ 20 5 କି 5 2000 0 20 5 20 410 ଟଙ୍କା 40 ପଇସା ଏଠି କୋଉଠି ଆମର ଗୋଟେ ଭୁଲ ହେଇଗଲା 19 ଗୁଣିଲେ 10 ଟା 72 ଗୁଣିଲେ 7 7 9 के 9 1 ଟା 8 0 0 1 1 2 8 15 1 10 1 2052 2052 2052 ଯଦି ହେଇଥାନ୍ତା 2052 ବାଇ 5 ଆଉ ପଇସା କରିଥିଲେ 100 ଗୁଣିଥାନ୍ତେ 5 ହେଲେ 20 2 ଗୁଣିଲେ କେତେ ହବ 0 2 ଦୁଗୁଣେ 4 କେତେଟା 10 1 1 2 के 2 410 ଟଙ୍କା 40 ପଇସା 410 ଟଙ୍କା 40 ପଇସା ଏମିତି କଲେ ହବ ଚଳିବ ଏମିତି କଲେ ମଧ୍ୟ ତାହେଲେ ଆମର ଏଠି କୋଉଠି ଭୁଲ ହେଇଗଲା 108 ଗୁଣନ 19 ଦୁଗୁଣେ 38 108 38 ଭୁଲ କୋଉଠି ହେଲା 8 ଟା 14 ଚାଲିଲା 6 8 କି 8 3 ଟା 24 ଚାଲିଲା 2 2 2 3 4 6 10 1 ଆଜି 10 3 1 8 24 324 4 8 2 ଏଇଠି ବୁଝେଇଛି ଏଇଟା ବୁଝେଇଛି ଠିକ ତାହେଲେ ଏତିକି ପୁରାଣ ଶୁଣୁ ଅଛି ଯାହା ହଉ ପଇସାକୁ ଆମେ ଟଙ୍କା କଲେ 410 ଟଙ୍କା 40 ପଇସା ହେଲା ଆମର ରିହାତି ବିକ୍ରି ମଧ୍ୟ ତେଣୁ ପ୍ରଥମେ 540 ଟଙ୍କା ଉପରେ X% ରିବେଟ୍ ତାପରେ Y% ରିବେଟ୍ ଦେଇକି ବିକ୍ରି ହେଲା 410 ଟଙ୍କା 40 ପଇସା ସେତିକି ପଇସା ଦେବେ ଶାଢ଼ୀଟି ଯୋଉ ଶାଢ଼ୀରେ ଲେଖା ହେଇଛି 540 ଟଙ୍କା ତେଣୁ ଏଇ କାଲକୁଲେସନ ସିଟଟା ସେଠି ଯିଏ ମ୍ୟାନେଜର ବସିଛନ୍ତି ସେ କରିବେ ତେଣୁ ତାଙ୍କୁ ଏସବୁ ଜ୍ଞାନ ନିହାତି ଥିବା ଦରକାର ତେଣୁ ପାଠ ପଢ଼ିଲେ ଲୋକମାନେ ଯିଏ ଚାକିରି କରିବେ ତାହା ନୁହେଁ ବ୍ୟବସାୟିକ କ୍ଷେତ୍ରରେ ଏସବୁର ଆବଶ୍ୟକତା ବେଶୀ ଅଛି ତେଣୁ ଏଇଟା ଏହାର ନାଁ ହେଉଛି ବିଜନେସ୍ ମ୍ୟାଥମେଟିକ୍ସ ଶତକଡ଼ା ଲାଭ କ୍ଷତି ଡିସକାଉଣ୍ଟ ଏହାର ହେଉଛି ବ୍ୟବସାୟିକ ଗଣିତ ତେଣୁ ବିଜନେସ୍ ମ୍ୟାଥମେଟିକ୍ସ ଆମେ ଦେଖିବା ଅଲଗା ପ୍ରକାରରେ କ'ଣ କରିବା 540 ଟଙ୍କା ଥିଲା ଲିଖିତ ମୂଲ୍ୟ ତାପରେ 20 ଟଙ୍କା ଡିସକାଉଣ୍ଟ ଦିଆହବ କେତେ ହବ 20 ତ 100 54 ଟଙ୍କା ତାହେଲେ 540 54 କଲେ କେତେ ଆଉ କେତେ ରହିଲା 10 କାଟିଲେ 6 0 5 ଗଲେ 8 486 ଟଙ୍କା 486 ଟଙ୍କା 5% ଦିଅ 5 ତ 100 5 ନେଇକି 5 ନେଲେ 20 486 ବିଭକ୍ତ 20 ତାହେଲେ କେତେ ହବ 2 ରେ କେତେ 10 2 ଗଲେ 3 4 3 343 ତ 10 34 ଟଙ୍କା 30 ପଇସା ହବ 486 ରୁ 34 ଟଙ୍କା 30 ପଇସା ରିବେଟ୍ ସେକେଣ୍ଡ ରିବେଟ୍ ଫେରିଦେବେ ଆଉ କେତେ ହେଲା
10 × 6 10 × 6 3 3 5 8 486 486 5% 5/100 ଏମିତି 20 2 ଗଲେ 10 2 ଗଲେ 243 24 ଟଙ୍କା 24 ଟଙ୍କା 30 ପଇସା ସେକେଣ୍ଡ ଡିଜିଟ୍ 243 ତ 10 24 ଟଙ୍କା 30 ପଇସା 24 ଟଙ୍କା 30 ପଇସା ଖାଇଛି 8 8 8 6 ବଢିଗଲା ଗୋଟେ ବଢି ଯାଉଛି ସାଧାରଣ ଭାବରେ କରିବା ତାହେଲେ 540 ଟଙ୍କା ଲିଖିତ ମୂଲ୍ୟ ଅଛି 540 ଟଙ୍କାର 20% 20 ତ 100 ସୁଇଚ ବଢିଗଲା 10 ଦେଲେ 14 ଗୁଣା 108 ଟଙ୍କା ପ୍ରଥମ ୟୁନିଟ୍ 540 ରୁ 108 ଫେଡ ହେଇଥାଏ 108 ଫେଡ ଆଗେ ରହିଲା 10 8 ଗଲେ 2 3 5 1 ଗଲେ 432 ଟଙ୍କା ହେଲା 432 ଟଙ୍କାର କେତେ ପରସେଣ୍ଟ ରିବେଟ୍ ଦିଆହବ 5% ସେକେଣ୍ଡ ଟାଇମ୍ ରିବେଟ୍ 5 ଗଲେ 1 5 ଗଲେ 20 2 ଗଲେ 10 ଗଲେ 2 216 216 21 ଟଙ୍କା 60 ପଇସା ସେକେଣ୍ଡ ୟୁନିଟ୍ 216 21 ଟଙ୍କା 60 ପଇସା ତାହେଲେ 432 ଟଙ୍କା 60 ପଇସା ତାପରେ 21 ଟଙ୍କା 60 ପଇସା ଫେରିଲେ ସେକେଣ୍ଡ ୟୁନିଟ୍ ବଦଳ କ'ଣ ହେଲା 40 ପଇସା ଟଙ୍କା ପଡ଼ିଛି 1 0 3 ଗଲେ 1 410 ଟଙ୍କା 40 ପଇସା 410 ଟଙ୍କା 40 ପଇସା ହେଇଛି ତେଣୁ ସୂତ୍ର ପକେଇଲେ ଭଲ ସୂତ୍ର ନ ପକେଇ ମନେ ନ ପଡ଼ିଲେ ଲିଖିତ ମୂଲ୍ୟରୁ ପ୍ରଥମ ରିବେଟ୍ଟି ମାଇନସ୍ କରିବ ତାପରେ ଯାହା ହବ ରିବେଟ୍ଟା ଫେରି ସାରିଲା ପରେ ଦ୍ୱିତୀୟ ରିବେଟ୍ ମାଇନସ୍ କରିବ ବିକ୍ରି ମୂଲ୍ୟ ଆସିଯିବ ତ ଦୁଇ ପ୍ରକାର ଗଣିତ ଜାଣିଥିଲେ ଆପଣମାନେ ପ୍ରତିଦିନ ସୂତ୍ରଟା ହେଉଛି ଇମ୍ପୋର୍ଟାଣ୍ଟ ଇଜିଏଷ୍ଟ ମେଥଡ଼ ସାଙ୍ଗେ ସାଙ୍ଗେ କରିଦେଲେ ସୂତ୍ରଟା ଘୋଷିକି ମନେ ରଖିଦିଅନ୍ତୁ କ'ଣ ରିହାତି ବିକ୍ରି ହେଉଛି ଲିଖିତ ମୂଲ୍ୟ ହୋଲ୍ ଇଣ୍ଟୁ 1 ମାଇନସ୍ ପ୍ରଥମ ରିହାତି ବାଇ 100 ହୋଲ୍ ଇଣ୍ଟୁ 1 ମାଇନସ୍ ସେକେଣ୍ଡ ରିହାତି ବାଇ 100 ଏଇଟା ଆଶା କରୁଛି ସମସ୍ତେ ବୁଝିଥିବେ ଥ୍ୟାଙ୍କ ୟୁ